ଆଜିର ପ୍ରସଙ୍ଗ ହଉଛି ଈଶ୍ୱର କେଉଁମାନଙ୍କୁ ବ୍ୟବହାର କରନ୍ତି। ଈଶ୍ୱର କେଉଁମାନଙ୍କୁ ବ୍ୟବହାର କରନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆମେ ବାଇବଲରେ ଦେଖୁ ଯେ ପରମେଶ୍ୱର ବିଭିନ୍ନ ସମୟରେ ବିଭିନ୍ନ ଲୋକମାନଙ୍କୁ ବ୍ୟବହାର କରିଛନ୍ତି। ଆଜି ସ୍ୱଳ୍ପ ସମୟ ମଧ୍ୟରେ ଆମେ ଦେଖିବା ମାନେ ଆମର ବ୍ୟାକଗ୍ରାଉଣ୍ଡ କଣ, ପ୍ରଭୁ ସବୁ ଜାଣନ୍ତି ଆଉ ସେ ବ୍ୟବହାର ମଧ୍ୟ କରନ୍ତି। ଆଜିର ପ୍ରସଙ୍ଗ ହଉଛି ଈଶ୍ୱର କେଉଁମାନଙ୍କୁ ବ୍ୟବହାର କରନ୍ତି। ପ୍ରେରିତ 7 ପର୍ବ 22 ପଦ। ପ୍ରେରିତ 7 ପର୍ବ 22 ପଦ। ଆଉ ମୂଷା ମିଶରୀୟ ମାନଙ୍କ ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇ ବାକ୍ୟ ଓ କର୍ମରେ ପରାକ୍ରମୀ ହେଲେ। ଏଠି ଆମେ ଦେଖୁଛୁ ମୂଷାଙ୍କ ବିଷୟରେ ଲେଖାଯାଉଛି। ମୂଷା କେମିତି ଥିଲେ ବୋଲି ଲେଖାଯାଉଛି। ଆଉ ମୂଷା ମିଶରୀୟ ମାନଙ୍କ ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇ ବାକ୍ୟ ଓ କର୍ମରେ ପରାକ୍ରମୀ ହେଲେ। ତାପରେ ଆପଣ ଦେଖିବେ 35 ପଦ। କିଏ ତୁମ୍ଭକୁ ଶାସନକର୍ତ୍ତା ଓ ବିଚାରକ ସ୍ୱରୂପେ ନିଯୁକ୍ତ କଲା ବୋଲି କହି ଏହି ଯେଉଁ ମୂଷାଙ୍କୁ ସେମାନେ ଅଗ୍ରାହ୍ୟ କଲେ, ତାଙ୍କୁ ଈଶ୍ୱର ବୁଦାରେ ଦର୍ଶନ ଦେଇଥିବା ଦୂତଙ୍କ ସହାୟତାରେ ଶାସକ ଓ ଉଦ୍ଧାରକର୍ତ୍ତା କରି ପ୍ରେରଣ କଲେ। ଏଠି ଏବେ ପରମେଶ୍ୱର କଣ କରୁଛନ୍ତି? ମୂଷାଙ୍କୁ ଶାସକ ଆଉ ଉଦ୍ଧାରକର୍ତ୍ତା କରି ପ୍ରେରଣ କଲେ। ପ୍ରଭୁ କଣ କରୁଛନ୍ତି? ମୂଷାଙ୍କୁ ପ୍ରେରଣ କରୁଛନ୍ତି, ମୂଷାଙ୍କୁ ବ୍ୟବହାର କରୁଛନ୍ତି। ମୂଷା କେମିତି ଥିଲେ? ମିଶରୀୟ ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇ ବାକ୍ୟ ଓ କର୍ମରେ ପରାକ୍ରମୀ ହେଲେ। ମାନେ ମିଶର ଦେଶର ରକ୍ଷା କରିବା ପାଇଁ ମିଶର ଦେଶରେ ହିଁ ଜଣେ ଶିକ୍ଷିତ ଲୋକ ଥିଲେ, ଶିକ୍ଷିତ ହେଇଥିଲେ। ଆଉ ଏପରି ଏକ ବ୍ୟକ୍ତିଙ୍କୁ ଯେ ଆପଣ ଲୋକମାନଙ୍କୁ ଉଦ୍ଧାର କରି ଆଣିପାରିବେ। ମୂଷା ତାଙ୍କ ସମୟରେ ଭାବୁଥିଲେ ମୁଁ ଉଦ୍ଧାର କରିବି ବୋଲି, କିନ୍ତୁ ପ୍ରଭୁ ତାଙ୍କ ସମୟରେ ଉଦ୍ଧାର, ପ୍ରଭୁଙ୍କ ନିରୂପିତ ସମୟରେ ପରମେଶ୍ୱର ମୂଷାଙ୍କୁ ବ୍ୟବହାର କରୁଛନ୍ତି। ମୂଷା କିଏ? ସେ ମିଶ୍ରୀୟ ସମସ୍ତ ବିଦ୍ୟାରେ ଶିକ୍ଷିତ ଥିଲେ, ବାକ୍ୟ ଆଉ କର୍ମରେ ପରାକ୍ରମୀ ମଧ୍ୟ ଥିଲେ। ସେ କହୁଛନ୍ତି ମୁଁ ଜଡ ଯିବା, ମୁଁ କଥା କହିପାରିବି ନାହିଁ, ଏସବୁ ତାଙ୍କର ଷ୍ଟୋରି, ଯିବାକୁ ଇଚ୍ଛା ନାହିଁ। କିନ୍ତୁ ପ୍ରଭୁ କଣ କହୁଛନ୍ତି? ଯିବା ତମକୁ କିଏ ଦେଇଛି? ତ ଏଇଠି ଆମେ ଦେଖୁଛୁ 35 ପଦରେ, କିଏ ତୁମକୁ ଶାସନକର୍ତ୍ତା ଓ ବିଚାରକର୍ତ୍ତା ନିଯୁକ୍ତ କଲା ବୋଲି କହି ଏଇ ଯୋଉ ମୂଷାଙ୍କୁ ସେମାନେ ଅଗ୍ରାହ୍ୟ କଲେ। ଲୋକମାନେ କହୁଛନ୍ତି କିଏ ତତେ ପଠେଇଲା? ସେତେ ଯିବା ପୂର୍ବରୁ ପଚାରୁଛି, ଜାଣିଛନ୍ତି? ଲୋକମାନେ ପଚାରିବେ କିଏ ପଠେଇଲା? ପ୍ରଭୁ କହିଥିଲେ ଯାହା କହ, ଆମେ ସ୍ୱୟଂଭୂ, ଆମେ ଯିଏ ଅଛୁ ସେ ଅଛୁ। ତାଙ୍କୁ ଈଶ୍ୱର କଣ କରୁଛନ୍ତି? ବୁଦାରେ ଦର୍ଶନ ଦେଇ ଦୂତଙ୍କ ସହାୟତାରେ ଶାସକ ଓ ବିଚାରକର୍ତ୍ତା, ଶାସକ ଉଦ୍ଧାରକର୍ତ୍ତା କରି ପ୍ରେରଣ କଲେ। ତମେ ଦେଖୁ ଏଠି ପ୍ରଭୁ ମୂଷାଙ୍କୁ ବ୍ୟବହାର କରୁଛନ୍ତି, ଆହ୍ୱାନ କରୁଛନ୍ତି ଆଉ ବ୍ୟବହାର କରୁଛନ୍ତି। ଆମେ ଆଉ ଯଦି ଜଣେ ବାଇବଲରେ ଅନେକଙ୍କୁ ଦେଖିବା, କିନ୍ତୁ ଆଜି ଆମେ ଅଳ୍ପ କିଛି ଲୋକଙ୍କ କଥା ଚିନ୍ତା କରିବା। ଆମୋସ ତାର 7 ପର୍ବ, ଆମୋସ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 7 ପର୍ବ 14 ପଦ ଆଉ 15 ପଦ। ତହିଁରେ ଆମୋସ ଉତ୍ତର କରି ଅମତ୍ସ୍ୟକୁ କହିଲେ, ମୁଁ ଭବିଷ୍ୟତ ବକ୍ତା ନଥିଲି, କିମ୍ବା କୌଣସି ଭବିଷ୍ୟତ ବକ୍ତାର ପୁତ୍ର ନଥିଲି, ମାତ୍ର ମୁଁ ଗୋପାଳକ ଓ ଡିମିରି ବୃକ୍ଷର କୃଷକ ଥିଲି। ପୁଣି ସଦାପ୍ରଭୁ ପଲର ପଶ୍ଚାତ ଗମନରୁ ମତେ ନେଲେ ଓ ସଦାପ୍ରଭୁ ମତେ କହିଲେ, ଯାଅ ଆମ୍ଭର ଇସ୍ରାଏଲ ଲୋକ ନିକଟରେ ଭବିଷ୍ୟତ ବାକ୍ୟ ପ୍ରଚାର କର।
ସେଠି ଆମେ ଦେଖିଲୁ ମଶାଙ୍କ ବିଷୟରେ, ଏବେ ଆମେ ଦେଖୁଛୁ ଆମୋସଙ୍କ ବିଷୟରେ। ଆମୋସ କଣ ବୋଲି କହୁଛନ୍ତି, ଆମୋସ ଉତ୍ତର କରି ଅମତିୟସକୁ କହିଲେ, ମୁଁ ଭବିଷ୍ୟତ ବକ୍ତା ନଥିଲି, ମୁଁ ଭବିଷ୍ୟତ ବକ୍ତା ନଥିଲି କିମ୍ବା କୌଣସି ଭବିଷ୍ୟତ ବକ୍ତାର ପୁତ୍ର ବି ନଥିଲି। ମାନେ ପ୍ରଭୁ ଆମର ବ୍ୟାକଗ୍ରାଉଣ୍ଡ କୁ ବ୍ୟବହାର କରନ୍ତି। ସେଠି ଆମେ ଦେଖୁଛୁ ମଶା କିଏ ଥିଲେ, ମିଶ୍ରୀୟ ବିଦ୍ୟାରେ ଶିକ୍ଷିତ ଥିଲେ, ମିଶ୍ରୀୟ ବିଦ୍ୟାରେ ପାରଙ୍ଗମ ଥିଲେ। ସେମିତି ଜଣେ ଲୋକକୁ ଡାକିଲେ। ଏଇଠି ଏ ଜଣେ କିଏ, ଇଏ କଣ ବୋଲି କହୁଛନ୍ତି, ମୁଁ ଭବିଷ୍ୟତ ବକ୍ତା ନଥିଲି କିମ୍ବା କୌଣସି ଭବିଷ୍ୟତ ବକ୍ତାର ପୁତ୍ର ନଥିଲି, ମାତ୍ର ମୁଁ ଗୋପାଳକ ଓ ଡିମ୍ବୁରି ବୃକ୍ଷର କୃଷକ ଥିଲି। ମୁଁ ଗୋପାଳକ ଥିଲି ଆଉ ଗୋଟେ କୃଷକ ଥିଲି। ମତେ ପ୍ରଭୁ ଡାକିଲେ କଣ କରିବା ପାଇଁ, ଭାବବାଣୀ ପ୍ରଚାର କରିବା ପାଇଁ, ଭବିଷ୍ୟତ ବାକ୍ୟ ପ୍ରଚାର କରିବା। ଭାବି ଦେଖନ୍ତୁ, ଆପଣ ଯେକୌଣସି ପୃଷ୍ଠଭୂମି ରହିଥାନ୍ତୁ, ପ୍ରଭୁ ଆପଣଙ୍କୁ ଆବଶ୍ୟକ କରନ୍ତି। ଏଇଟା ଆପଣ ମନେ ରଖିଥାନ୍ତୁ। ଆପଣଙ୍କ ପୃଷ୍ଠଭୂମିକୁ ନେଇ ପ୍ରଭୁ ବ୍ୟବହାର କରନ୍ତି। ଆମୋସଙ୍କୁ ପ୍ରଭୁ ବ୍ୟବହାର କରୁଛନ୍ତି। ଲେଖା ଅଛି, ପୁଣି ସଦାପ୍ରଭୁ ପଲର ପଶ୍ଚାତ ଗମନରୁ ମତେ ନେଲେ ଓ ସଦାପ୍ରଭୁ ମତେ କହିଲେ, ଯାଅ ଆମର ଇସ୍ରାଏଲ ଲୋକ ନିକଟରେ ଭବିଷ୍ୟତ ବାକ୍ୟ ପ୍ରଚାର କର। ଯାଅ ଆଉ କଣ କର, ପ୍ରଚାର କର। ମୋର ପ୍ରିୟ ମାନେ ଦେଖନ୍ତୁ, ପ୍ରଭୁଙ୍କର ଆହ୍ୱାନକୁ ଆପଣ ଦେଖନ୍ତୁ। ଆପଣ ହୁଏତ ଗୋଟେ ସାଧାରଣ ହାଉସ ୱାଇଫ ହେଇଥିବେ, ଆପଣ ଘରେ ରହି ଅନ୍ୟାନ୍ୟ କାମ ଆପଣ କେବେ ଭାବିନଥିବେ, କିନ୍ତୁ ପରମେଶ୍ୱର ଆପଣଙ୍କୁ ସେଇଠୁ ଆଣିକି ବ୍ୟବହାର କରିବେ। ଆପଣ ଗୋଟେ ଷ୍ଟୁଡେଣ୍ଟ ହେଇଥିବେ, ପ୍ରଭୁ ସେଇଠୁ ଆଣି ଆପଣଙ୍କୁ ବ୍ୟବହାର କରିବେ। ଆପଣ ଗୋଟେ ବିଜନେସମ୍ୟାନ ହେଇଥିବେ, ସେଇଠୁ ଆଣି ପ୍ରଭୁ ଆପଣଙ୍କୁ ବ୍ୟବହାର କରିବେ। ଆପଣ ଗୋଟେ ରିଟାୟାର୍ଡ ଅଫିସର ହେଇଥିବେ, ପ୍ରଭୁ ଆଣି ବ୍ୟବହାର କରିବେ। ସେବା କାର୍ଯ୍ୟରେ ଆପଣ ବିଭିନ୍ନ ସମୟରେ ବିଭିନ୍ନ ଲୋକମାନଙ୍କୁ ଆପଣ ପ୍ରଭୁ ବ୍ୟବହାର କରିବା ଦେଖିବେ। ଈଶ୍ୱର କେଉଁମାନଙ୍କୁ ବ୍ୟବହାର କରନ୍ତି, ଆମେ ବେଳେ ବେଳେ ଭାବୁ ମୁଁ ଯିବି, ମତେ ପ୍ରଭୁ ଡାକୁଛନ୍ତି, ମୁଁ କଣ କରିବି, ମୁଁ ତ କିଛି ଜାଣିନାହିଁ। ଆପଣଙ୍କୁ ଶିଖାଇବା ଲୋକ ପ୍ରଭୁ, ବ୍ୟବହାର କରିବା ଲୋକ ପ୍ରଭୁ, ବାହାନା ଦେଖାଇବା ଲୋକ କି ଆମେ। ପ୍ରଭୁ କହିବେ ତୋର ବାହାନାଗିରି ଚଳିବ ନାହିଁ, ମୁଁ ତତେ ଆବଶ୍ୟକ କରୁଛି। ବେଳେ ବେଳେ ଲୋକମାନେ ଦେଖି ଆଚମ୍ବିତ ହେବେ, ଯେତେବେଳେ ଆମୋସ ଭବିଷ୍ୟତ ଯାଇଥିବେ, ଲୋକ କଣ କହିବେ, ଇଏ ନା ଭାବବାଦୀ, ନା ଭାବବାଦୀର ପୁତ୍ର, ମାନେ ଇଏ ପ୍ରଫେସନାଲ ପ୍ରଫେଟ ନାହିଁ, ପ୍ରଫେସନାଲ ଆର ପ୍ରଫେସନ ପ୍ରଫେଟ ନାହିଁ। ନହେଲେ ଭାବବାଦୀ ହବ, ତାର ପୁଅ ଭାବବାଦୀ ହବ, ସେଇଟା ନାହିଁ ଏଠି। ମୁଁ ତ ଗୋଟେ ଗୋପାଳକ ଥିଲି, ଡିମ୍ବୁରି ବୃକ୍ଷର କୃଷକ ଥିଲି, ଆଉ ପ୍ରଭୁ ମତେ ଆଣିକରି ବ୍ୟବହାର କରୁଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆପଣଙ୍କର ପୃଷ୍ଠଭୂମି କଣ ବି ହଉ, ଆଣିକି ପ୍ରଭୁ ବ୍ୟବହାର କର। ତାପରେ ଆଉ ଜଣଙ୍କ କଥା ଆମେ ଦେଖିବା, ମାଥ୍ୟୁ ତାର 4 ପର୍ବ 18-19, ମାଥ୍ୟୁ 4 18-19। ସେ ଗାଲିଲି ସମୁଦ୍ର କୂଳରେ ଭ୍ରମଣ କରୁଥିବା ସମୟରେ ସିମୋନ, ଯାହାଙ୍କୁ ପିତର ବୋଲି କହନ୍ତି, ଆଉ ତାଙ୍କ ଭାଇ ଆନ୍ଦ୍ରିୟ, ଏହି ଦୁଇ ଭାଇଙ୍କି ସମୁଦ୍ରରେ ଭଉଁରୀ ଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ। ଯୀଶୁ ସେମାନଙ୍କୁ କହିଲେ, ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି। ଏଠି କାହାକୁ ଆମେ ଦେଖୁଛୁ, ସିମୋନ ପିତରଙ୍କୁ ଦେଖୁଛୁ। ଇଏ କଣ କରିବା ଲୋକ, ମାଛ ଧରିବା ଲୋକ। ମାନେ ବ୍ୟାକଗ୍ରାଉଣ୍ଡ ଦେଖନ୍ତୁ, ପ୍ରଭୁ ଏମିତିକି ଲୋକକୁ ବ୍ୟବହାର କରିବେ ବୋଲିବାଟା ନାହିଁ। ମଶା ମିଶ୍ରୀୟ ବିଦ୍ୟାରେ ଶିକ୍ଷିତ ଥିଲେ, ସୁଶିକ୍ଷିତ ଥିଲେ, ସୁସଭ୍ୟ ଥିଲେ। ସେମିତିକା ଲୋକ ଯେ ଶ୍ୱଶୁର ଘରେ ମେଷ ଚଲାଉଛନ୍ତି, ଆଉ ପ୍ରଭୁ ତାଙ୍କୁ ସେଠୁ ଡାକିଲେ, ତାଙ୍କୁ ଆଣି ବ୍ୟବହାର କଲେ। ଆମୋସ ଭାବବାଦୀ ନଥିଲେ କି ଭାବବାଦୀ ପୁତ୍ର ନଥିଲେ, ଗୋଟେ ଗୋପାଳକ ଥିଲେ, ଆଉ ଗୋଟେ ଡିମ୍ବୁରି ବୃକ୍ଷର କୃଷକ ଥିଲେ। ତାଙ୍କୁ ଆଣିକି ପ୍ରଭୁ ବ୍ୟବହାର କରୁଛନ୍ତି। ଏଇଠି ଦେଖିବେ ଆପଣ ପିତର କଣ,
ମାଛ ଧରିବା ଲୋକ, କିନ୍ତୁ ପ୍ରଭୁ ତାଙ୍କୁ ଏମିତି ବ୍ୟବହାର କରୁଛନ୍ତି, ଆଶ୍ଚର୍ଯ୍ୟ। ଲୋକମାନେ କହିବା କାରଣ କଲେ ଏମାନେ କଣ ସେ ଅଜ୍ଞାନ ଲୋକମାନେ ନୁହନ୍ତି, ଯେମାନେ ଯୀଶୁଙ୍କ ପଛରେ ପଛରେ ବୁଲୁଥିଲେ। ଏମାନେ ଭିତର ଆଗ କଥା ହେବା ଲୋକ, ଭିତରଙ୍କ ଭୟ ମଧ୍ୟ ଗୋଟେ ଅଛି, ଭୟର ଲୋକ। କିନ୍ତୁ ପ୍ରଭୁ ଏ ପ୍ରକାର ଲୋକକୁ ମଧ୍ୟ ପେଣ୍ଟିକସ୍ ଦିନ ପରେ ଆପଣ ଦେଖିବେ ହଜାର ହଜାର ସଂଖ୍ୟାର ଲୋକ ପରିବର୍ତ୍ତନ ହେଇକି ଆସୁଛନ୍ତି। ବେଳେ ବେଳେ ଆମେ କହୁଛୁ ଆକୁ କିଏ ବକ୍ତା କଲା, ଇଏ କୋଉଠି ବକ୍ତା, ଏମାନେ ଭିତରକୁ ଦେଖନ୍ତୁ। ଆମେ କାହାରିକୁ ଉପେକ୍ଷା କରିପାରିବାନି। ପ୍ରଭୁ କେଉଁମାନଙ୍କୁ ବ୍ୟବହାର କରନ୍ତି ସେ ବ୍ୟାକଗ୍ରାଉଣ୍ଡ ଟା ମୁଁ କହୁଛି ଆପଣ। ବେଳେ ବେଳେ ଆପଣଙ୍କ ଚର୍ଚ୍ଚରେ ହଠାତ୍ କେହି ଜଣେ ପଳେଇ ଆସିବ, ଆଉ ସେ ସାକ୍ଷ୍ୟ ଦେବାକୁ ଆରମ୍ଭ କରିବ, ମୁଁ ଜେଲରେ ଥିଲି, ଜେଲରେ ଥିଲି ବୋଲି ବୋଲି ଲୋକଙ୍କ ମୁଣ୍ଡରେ କଣ ପଶିବ, ଆରେ ୟାକୁ କିଏ ଧରି ଆଣିଲା ମୁଁ ଏଠି ବକ୍ତା କରିବା ପାଇଁ, ଡାକିବା ସମୟ ଭୁଲିଗଲା ନା କଣ ବୋଲିଲା ବେଳେ। ଆପଣ ବେଳେ ବେଳେ ଦେଖିବେ ଅନେକ ଲୋକ ଚର୍ଚ୍ଚରେ ଆସି ସାକ୍ଷ୍ୟ ଆରମ୍ଭ କରିବେ, ଟିକେ କହିଲେ ଲୋକ ଖୁସି ହେବେ ପରା ବୋଲି କହିଲା ବେଳକୁ ଲୋକ ଦୁଃଖୀ ହେଇଯିବେ। ଯେତେ ସମସ୍ତେ ଟିକେ କହିବେ ଆଜ୍ଞା ଆପଣଙ୍କ ସାକ୍ଷ୍ୟ ଟିକେ କୁହନ୍ତୁ, ଆଜ୍ଞା ଆପଣଙ୍କ ସାକ୍ଷ୍ୟ ଟିକେ ଶୁଣିବା ପାଇଁ ଇଚ୍ଛା। ଅନେକ ଜାଗାରେ ଆମେ ସାକ୍ଷ୍ୟ କହିଲା ପରେ କଣ ହେଇଯିବ, ଲୋକମାନେ ଉପେକ୍ଷା କରିବେ। ଭିତରକୁ ଟିକେ ଲୋକମାନେ କହୁଛନ୍ତି ଏମାନେ କେମିତି କେବେ ବକ୍ତା ହେଲେ, ଏମାନେ ଏମାନେ କେମିତି ଏମିତି ହେଲେ। ଆପଣ ଦେଖନ୍ତୁ ଫିଲିମନ ତାର ପ୍ରଥମ ଅଧ୍ୟାୟ, ସେ ତ ଗୋଟେ ଅଧ୍ୟାୟ ଅଛି, ଫିଲିମନ ତାର 9 ପଦ ଆଉ 10 ପଦ। ତଥାପି ମୁଁ ବୃଦ୍ଧ ପାଉଲ ପ୍ରେମ ହେତୁ ବରଂ ତୁମ୍ଭକୁ ଅନୁରୋଧ କରୁଅଛି, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବର୍ତ୍ତମାନ ବନ୍ଦୀ ଯେ ମୁଁ, ମୋହର ଏପରି ବନ୍ଧନ ଅବସ୍ଥାରେ ମୋ ଠାରୁ ଜାତ ମୋହର ବର୍ଷ ଅନେସିମ ନିମନ୍ତେ ତୁମ୍ଭକୁ ଅନୁରୋଧ କରୁଅଛି। କଣ କରୁଛନ୍ତି, ଅନିସିମଙ୍କୁ ପାଉଲ କୋଉଠି ପାଇଲେ, ବନ୍ଦୀ ଗୃହରେ। ଏ ଅନିସିମ ବନ୍ଦୀ ଗୃହକୁ କାହିଁକି ଯାଇଛନ୍ତି, ଏ ଫିଲିମନଙ୍କର କୌଣସି ଜିନିଷ ଧରି ପଳେଇଛନ୍ତି ଚୋରି କରି, ହେଲା, ମାଲିକ ଠାରୁ ପଳେଇଛନ୍ତି। ସେଇ ସମୟରେ କ୍ରୀତଦାସ ମାନଙ୍କ ଶରୀରରେ ଗୋଟେ ଚିହ୍ନ ଗୋଟେ ଦିଆଯାଉଥିଲା, ଗୋଟେ କଏନ ଟାଇପ ର ଚିହ୍ନ ବେକରେ ଓଳାଇଥିବେ ବାନ୍ଧିଥିବେ। ଆପଣ ଦେଖିବେ ରେଲୱେ ଷ୍ଟେସନରେ କୁଲି ମାନଙ୍କ ହାତରେ ଗୋଟେ ବାନ୍ଧିଥାନ୍ତି, ମାନେ କୁଲି ବୋଲି ଜାଣିବା ପାଇଁ। ନହେଲେ ଆପଣ ରେଲୱେ ଷ୍ଟେସନରେ କୁଲି ଖୋଜି ପାରିବେନି, ସେମାନଙ୍କୁ ଦେଖିଲେ ଜଣା ପଡେ ମାନେ କୁଲି ବୋଲିକି। ତ ସେଇ ସମୟରେ କ୍ରୀତଦାସ ମାନଙ୍କୁ ସେଇ ପ୍ରକାର ଗୋଟେ ଚିହ୍ନ ଦିଆଯାଉଥିଲା। ତ ଇଏ ଚୋରି କରି ପଳାଉଛନ୍ତି, ତାଙ୍କୁ ଧରିକିରି ବନ୍ଦୀ ଗୃହରେ ପକେଇଲେ। ଆଉ ସେଇ ବନ୍ଦୀ ଗୃହରେ କିଏ ଅଛନ୍ତି, ସେଇ ବନ୍ଦୀ ଗୃହରେ ପାଉଲ ଅଛନ୍ତି। ଆଉ ସେ ବନ୍ଦୀ ଅବସ୍ଥାରେ ହିଁ ପାଉଲ କଣ କରୁଛନ୍ତି, ତାଙ୍କର ଉଦ୍ଧାରର କାରଣ ହଉଛନ୍ତି, ତାଙ୍କର ବାକ୍ୟ ଶୁଣିକି ସେ ପରିବର୍ତ୍ତନ ହଉଛନ୍ତି। ଆପଣ ଯଦି ପଢିବେ କଲୋସିୟ 4 ପର୍ବ 9 ପଦଟି ପଢନ୍ତୁ। ତାଙ୍କ ସଙ୍ଗରେ ମୁଁ ବିଶ୍ୱସ୍ତ ଓ ପ୍ରିୟ ଭ୍ରାତା ଅନିସିମଙ୍କୁ ପଠାଇଲି, ସେ ତୁମ୍ଭମାନଙ୍କ ମଧ୍ୟରୁ ଜଣେ। ସେମାନେ ଏହି ସ୍ଥାନର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବେ। ଏବେ ଦେଖନ୍ତୁ କିଏ ଯାଉଛନ୍ତି, ଅନିସିମ। ତାଙ୍କ ବିଷୟରେ କଣ ଲେଖାଯାଉଛି, ମୁଁ ବିଶ୍ୱସ୍ତ ଓ ପ୍ରିୟ ଭ୍ରାତା। ଏବେ କଣ ହେଇଯାଇଛନ୍ତି, ସେ ବିଶ୍ୱସ୍ତ ବି ହେଇଯାଇଛନ୍ତି ଆଉ ପ୍ରିୟ ବି ହେଇଯାଇଛନ୍ତି। ବନ୍ଦୀ ଘର ଆମେ କହୁଛୁ ନା ତୁମେ କୋଉଠୁ ଆସିଛ, ମୁଁ ଫରେନ ରିଟର୍ଣ୍ଣସ। ଆଉ ତୁମେ କୋଉଠୁ ଆସିଛ, ନାଇଁ ମୁଁ ଅମକ ବାଇବଲ କଲେଜରେ ପଢିଛି। ତୁମେ କୋଉଠୁ ଆସିଛ, ମୁଁ ଅମକ କଲେଜରୁ ଆସିଛି। ଅନିସିମକୁ ପଚାରିବେ ତୁମେ କୋଉଠୁ ଆସିଛ, ନାଇଁ ମୁଁ ଜେଲରୁ ପରିବର୍ତ୍ତନ ହେଇକି ଆସିଛି। ଜେଲ ଫେରନ୍ତା ସେବକ ପ୍ରଭୁ ବ୍ୟବହାର କରନ୍ତି। ଆପଣ ବାଇବଲରେ ଏ ପ୍ରକାର ଅନେକଙ୍କୁ ଦେଖିବେ ଯେଉଁମାନଙ୍କୁ ପ୍ରଭୁ ବ୍ୟବହାର କରିଛି। ପରବର୍ତ୍ତୀ ସମୟରେ ଅନିସିମ ଗୋଟେ ବହୁତ ବଡ ସେବକ ହେଲେ ବୋଲି ବାଇବଲ ପଣ୍ଡିତ ମାନେ କୁହନ୍ତି, ଆଉ ତାଙ୍କ ବିଷୟରେ ଲେଖାଯାଏ। ବାଇବଲ ଇତିହାସ ଲେଖିଲା ବେଳକୁ, ମଣ୍ଡଳୀ ଇତିହାସ ଲେଖିଲା ବେଳକୁ ତାଙ୍କ ବିଷୟ ବି ଲେଖାଯାଏ। ସେ ବହୁତ ବଡ ସେବା କାର୍ଯ୍ୟ ସେ ରହିଥିଲେ। ସେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପିତର କେମିତି ଥିଲେ, ସେ ମାଛ ଧରିବା।
ପ୍ରେରିତ ତାର 18 ପର୍ବ 3 ପଦ, ପ୍ରେରିତ 18 ପର୍ବ 3 ପଦ। ପୁଣି ସମ ବ୍ୟବସାୟୀ ଥିବାରୁ ସେମାନଙ୍କ ସହିତ ବାସ କଲେ, ଆଉ ସେମାନେ କର୍ମ କରିବାକୁ ଲାଗିଲେ, କାରଣ ବ୍ୟବସାୟରେ ସେମାନେ ତମ୍ବୁ ନିର୍ମାଣକାରୀ ଥିଲେ। ଏଠି ଆମେ ଦେଖୁଛୁ ପାଉଲଙ୍କ ବିଷୟରେ। ପାଉଲ କଣ ଥିଲେ? ତମ୍ବୁ ନିର୍ମାଣକାରୀ ଥିଲେ। ତାଙ୍କର କାମ ଥିଲା କଣ? ଟେଣ୍ଟ ମେକର ସେ। କିନ୍ତୁ ପ୍ରଭୁ ତାଙ୍କୁ କଣ କରୁଛନ୍ତି? ଚର୍ଚ୍ଚ ବିଲ୍ଡର ଭାବରେ, ମଣ୍ଡଳୀ ନିର୍ମାଣକାରୀ ଭାବରେ ବ୍ୟବହାର କରୁଛନ୍ତି। ତମ୍ବୁ ନିର୍ମାଣକାରୀ, କିନ୍ତୁ ପ୍ରଭୁ ତାଙ୍କୁ ମଣ୍ଡଳୀ ନିର୍ମାଣକାରୀ ଭାବରେ ବ୍ୟବହାର କରୁଛନ୍ତି। ଆଉ ପ୍ରଭୁ ତାଙ୍କୁ ଏମିତି ବ୍ୟବହାର କରୁଛନ୍ତି ଯେ ବାଇବଲରେ ମଧ୍ୟ ତାଙ୍କର ପୁସ୍ତକ ଗୁଡାକ ରହୁଛି, ତାଙ୍କର ଚିଠି ଗୁଡାକ ରହୁଛି। ନହେଲେ ପାଉଲଙ୍କ ରାସ୍ତା ତ ଅଲଗା ଥିଲା। ସେ ଭାବୁଥିଲେ କଣ? ମଣ୍ଡଳୀକୁ ତାଡନା କରିବି, ଏ ଯୀଶୁ ପଛରେ ଯିବା ଲୋକମାନଙ୍କୁ ସମସ୍ତଙ୍କୁ ସମୂଳେ ନଷ୍ଟ କରିଦେବି, ଆଉ ମୁଁ ପ୍ରିୟ ପାତ୍ର ହେବି। ଆଉ ସେ ତମ୍ବୁ ନିର୍ମାଣ କରି ଜୀବିକା ନିର୍ବାହ କରୁଥିଲେ। ଏମିତି ଜଣେ ଲୋକକୁ ପ୍ରଭୁ ଡାକି ବ୍ୟବହାର କରୁଛନ୍ତି। ବ୍ୟାକଗ୍ରାଉଣ୍ଡ ଦେଖନ୍ତୁ। ବାଇବଲର ପରମେଶ୍ୱର ଗଡ ଅଫ ଭେରାଇଟିଜ, ତାଙ୍କୁ ବିଭିନ୍ନ ପ୍ରକାର ଲୋକ ଦରକାର, ସେତେ ସୃଷ୍ଟି କରିଛନ୍ତି। ଆପଣ ଦେଖିବେ ସେବା କାର୍ଯ୍ୟରେ ବିଭିନ୍ନ ପୃଷ୍ଠଭୂମିରୁ ଆସିବା ଲୋକ ଥିବେ, ବିଭିନ୍ନ ପୃଷ୍ଠଭୂମିରୁ। ମୁଁ ଯେତେବେଳେ ସେବା କରୁଥିଲି, ମୋ ସହକର୍ମୀ ମାନେ ମଧ୍ୟ ବିଭିନ୍ନ ପୃଷ୍ଠଭୂମିରୁ ଆସିଥିଲେ। ଜଣେ ଗୋଟେ ପୂଜାରୀ ଥିଲେ, ସେ ପୂଜା ବିଧି ଛାଡି ସେ ଯୀଶୁଙ୍କ ସେବା କରିବାକୁ ଆସିଥିଲେ। ଆଉ ଜଣେ ଭାଇ, ସେ ଏମିତି ଗାଈ ଗୋରୁ ଚରଉଥିଲେ, ପାଠ ବି ପଢି ନାହାନ୍ତି, ସେ ବି ଆସିଥିଲେ। ଆଉ ଜଣେ ଭାଇ, ସେ ବି ପୂଜାରୀ ପରିବାରର, ସେ ପୂଜା ବିଧି କରିବି ନାହିଁ ବୋଲି ସେ ସେବା ପାଇଁ ଆସିଥିଲେ। ସେ କେମିତି ସେବା ଆସିଲେ? ତାଙ୍କର ରିଲେଟିଭ ଘରକୁ ସେ ଯାଇଥିଲେ। ବାଇବଲ ତାଙ୍କୁ ବହୁତ ସୁନ୍ଦର ଦେଖାଗଲା। ତାଙ୍କ ଘରୁ ବାଇବଲ ଚୋରି କରି ପଳେଇ ଆସିଥିଲେ ସେ। ଇଏ ଯୋଉ ପୂଜାରୀ ଜଣଙ୍କ ଘରକୁ ଯାଇଛନ୍ତି, ଆଉ ତାଙ୍କ ରିଲେଟିଭ ଘରେ, ସେମାନେ ପ୍ରଭୁଙ୍କୁ ଜାଣନ୍ତି। ବାଇବଲ ସୁନ୍ଦର ଦେଖାଗଲା, ଗୋଲ୍ଡେନ କଲର ବାଇବଲ ଟା ଦେଖାଗଲା, ଚୋରିକିରି ସକାଳେ ପଳେଇ ଆସିଛନ୍ତି। ଆସିକି ସେ ପଢିକି ସେ ପରିବର୍ତ୍ତନ ହେଇଗଲେ। ତାପରେ କହିଲେ, ବାବୁରେ ତୁ ତ ଆମର ପରିବାରର ଏବେ ନେକ୍ସଟ ପୂଜାରୀ, ତୁ ଏକା ପାଠ ସାଠ ପଢିଛୁ, ତୁ ଟିକେ ପୂଜା ହେଲେ ଭଲ, ପୂଜା ବିଧି କରିବି ନାହିଁ। ଏବେ ସେ ଗୋଟେ ଉତ୍ତମ ସେବକ ଭାବରେ କାମ କରୁଛନ୍ତି। ପରମେଶ୍ୱର ବିଭିନ୍ନ ପୃଷ୍ଠଭୂମିରେ ଲୋକମାନଙ୍କୁ ବ୍ୟବହାର କରନ୍ତି। ମୋ ଆଉ ଜଣେ ଥିଲେ, ସେ ଗୋଟେ ଇଞ୍ଜିନିୟର, ସେ ବିଲ୍ଡିଂ ଇଞ୍ଜିନିୟର, ସେ ବି ଉତ୍ତମ ସେବକ ଅଟନ୍ତି। ଆଉ ଜଣେ ଭାଇ, ସେ ବୋଲବମ୍ ଯାଇଥିଲେ, ସେ ବୋଲବମ୍ ରିଟର୍ନ, ସେ କାଉଡି ମହି ମହି ବୁଲିଲେ। ତାପରେ ଆସିଲେ, ଦିନେ ଗୋଟେ ମିଟିଂରେ ବସିଛନ୍ତି, ସେଠୁ ପରିବର୍ତ୍ତନ ଗୋଟେ ବହୁତ ସୁନ୍ଦର ସେବକ ଭାବରେ କାମ କରୁଛନ୍ତି। ମୁଁ ଏମାନଙ୍କ ସହିତ କାମ କରୁଛି, ବିଭିନ୍ନ ପୃଷ୍ଠଭୂମିର ଲୋକଙ୍କୁ ପ୍ରଭୁ ଆଣି ବ୍ୟବହାର କରନ୍ତି। ଏବେ ସେ ଓଡିଶାର ରହି ସେବା କାର୍ଯ୍ୟ କରୁଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ କହିବା ପାଇଁ ଚାହେଁ, ପରମେଶ୍ୱର ବିଭିନ୍ନ ପୃଷ୍ଠଭୂମିରୁ ଲୋକମାନେ, ଏଠି ଆମେ ଦେଖୁଛୁ ପାଉଲ ଗୋଟେ ତମ୍ବୁ ନିର୍ମାଣକାରୀ ଥିଲେ। ପ୍ରଥମ କରନ୍ଥୀୟ ତାର 3 ପର୍ବ 10 ପଦ। ମତେ ଦତ୍ତ ଈଶ୍ୱରଙ୍କ ଅନୁଗ୍ରହ ଅନୁସାରେ ମୁଁ ଜଣେ ବୁଦ୍ଧିମାନ ଗୃହ ନିର୍ମାଣକାରୀ ତୁଲ୍ୟ ଭିତ୍ତିମୂଳ ସ୍ଥାପନ କରିଅଛି, ଅନ୍ୟ ଜଣେ ତାହା ଉପରେ ନିର୍ମାଣ କରୁଅଛି। କିନ୍ତୁ ପ୍ରତ୍ୟେକ ଲୋକ ତାହା ଉପରେ କିପରି ନିର୍ମାଣ କରୁଅଛି, ସେ ସମ୍ବନ୍ଧରେ ସାବଧାନ ହେଉ। ଦେଖନ୍ତୁ କେତେ ସୁନ୍ଦର ଲେଖୁଛନ୍ତି। ତମ୍ବୁ ନିର୍ମାଣକାରୀ, ସେ କଣ କରୁଛନ୍ତି? ମତେ ଦତ୍ତ ଈଶ୍ୱରଙ୍କ ଅନୁଗ୍ରହ ଅନୁସାରେ ମୁଁ ଜଣେ ବୁଦ୍ଧିମାନ ଗୃହ ନିର୍ମାଣକାରୀ ତୁଲ୍ୟ। ତମ୍ବୁ ନିର୍ମାଣକାରୀ ଏବେ କଣ ହଉଛନ୍ତି? ବୁଦ୍ଧିମାନ ଗୃହ ନିର୍ମାଣକାରୀ ତୁଲ୍ୟ ଭିତ୍ତିମୂଳ ସ୍ଥାପନ କରିଅଛି, ଅନ୍ୟ ଜଣେ ତାହା ଉପରେ ନିର୍ମାଣ କରୁଅଛି। ପ୍ରତ୍ୟେକ ଲୋକ ତାହା ଉପରେ କିପରି ନିର୍ମାଣ କରୁଅଛି, ସେ ସମ୍ବନ୍ଧରେ ସାବଧାନ ହେଉ। ପ୍ରଭୁ ଆମମାନଙ୍କୁ ଅନୁକୂଳ କରନ୍ତୁ ଏଇ ବାକ୍ୟ ଗୁଡାକ ବୁଝିବା ପାଇଁ। ଈଶ୍ୱର କେଉଁମାନଙ୍କୁ ବ୍ୟବହାର କରନ୍ତି?
ଏଇ ଦିନ ମାନଙ୍କରେ ସେବକ ମାନଙ୍କୁ ଥଟ୍ଟା ପରିହାସ କରିବାର ଆମେ ଦେଖୁଛୁ। ୟାକୁ କିଏ ବକ୍ତା କଲା, ଇଏ କୁଆଡୁ ବକ୍ତା ହେଲା, ବକ୍ତା କଣ ଏମିତି ଥାନ୍ତି, ସେବକ କଣ ଏମିତି ଥାନ୍ତି? ସେବକ ମାନେ କେମିତି ଥାନ୍ତି ଆପଣ ଡିସାଇଡ କରିବେନି, ପ୍ରଭୁ ଡିସାଇଡ କରିବେ। ବିଭିନ୍ନ ପୃଷ୍ଠଭୂମିରୁ ଲୋକମାନଙ୍କୁ ଆଣି ପ୍ରଭୁ ବ୍ୟବହାର କରୁଛନ୍ତି। ବିଭିନ୍ନ ପୃଷ୍ଠଭୂମିରୁ ପ୍ରଭୁ ଭେରାଇଟି ଲୋକମାନଙ୍କୁ ପସନ୍ଦ କରନ୍ତି, ଭେରାଇଟି ଲୋକମାନଙ୍କୁ ଆଣି ବ୍ୟବହାର କରନ୍ତି। ଏଇଟା ମୁଁ ଆପଣ ମାନଙ୍କୁ ଯଦି କହିବା ପାଇଁ ଚାହେଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପାଉଲ ଜଣେ ତମ୍ବୁ ନିର୍ମାଣ କରିଥିଲେ, ପ୍ରଭୁ ତାଙ୍କୁ ମଣ୍ଡଳୀ ନିର୍ମାଣକାରୀ ଭାବରେ ଆଣି ବ୍ୟବହାର କରୁଛନ୍ତି। ମୁଁ ଯଦି ଆପଣଙ୍କୁ କହିବି ଏ ପ୍ରକାର ଅନେକ କଥା କହିପାରେ, ଶେଷରେ ଆଉ ଜଣକ କଥା ମୁଁ କହିବା ପାଇଁ ଚାହେଁ। ମାଥ୍ୟୁ ତାର 4 ପର୍ବ 21-22। ପୁଣି ଯୀଶୁ ସେଠାରୁ ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାଙ୍କ ଭାଇ ଯୋହନ ନାମକ ଆଉ 2 ଭାଇଙ୍କୁ ସେମାନଙ୍କ ପିତା ଜେବଦୀଙ୍କ ସହିତ ନୌକାରେ ଜାଲ ସଜାଡୁଥିବା ଦେଖି ସେମାନଙ୍କୁ ଡାକିଲେ। ସେଥିରେ ସେମାନେ ସେହି କ୍ଷଣି ନୌକା ଓ ସେମାନଙ୍କର ପିତାଙ୍କୁ ଛାଡି ତାହାଙ୍କର ଅନୁଗମନ କଲେ। କଣ କଲେ? ଏବେ କାହାକୁ ଡାକୁଛନ୍ତି? ଯୋହନକୁ। ଯୋହନକୁ ପ୍ରଭୁ ଡାକୁଛନ୍ତି। ଯୋହନ କିଏ? ସେ ଜାଲ ସଜାଡୁଛନ୍ତି। ଆଉ ଥରେ ପଢନ୍ତୁ ସେଇଟା 2 ପଦ, ମାଥ୍ୟୁ 4 ପର୍ବ ତାର 21-22। ପୁଣି ଯୀଶୁ ସେଠାରୁ ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାଙ୍କ ଭାଇ ଯୋହନ ନାମକ ଆଉ 2 ଭାଇଙ୍କୁ ସେମାନଙ୍କ ପିତା ଜେବଦୀଙ୍କ ସହିତ ନୌକାରେ ଜାଲ ସଜାଡୁଥିବା ଦେଖି ସେମାନଙ୍କୁ ଡାକିଲେ। ସେଥିରେ ସେମାନେ ସେହି କ୍ଷଣି ନୌକା ଓ ସେମାନଙ୍କର ପିତାଙ୍କୁ ଛାଡି ତାହାଙ୍କର ଅନୁଗମନ କଲେ। ଇଏ କଣ କରୁଛନ୍ତି? ଜାଲ ସଜାଡୁଛନ୍ତି। ଜାଲ ସଜାଡୁଛନ୍ତି। ମାଛ ଧରିବା ଲୋକ ଅଲଗା, ମାଛ ଧରିଲା ପରେ ତାକୁ ଧୋଇବା ଲୋକ ଅଲଗା, ତାକୁ ସଜାଡି ରଖିବା ଲୋକ ଅଲଗା। ଇଏ କଣ କରୁଛନ୍ତି? ଯୋହନଙ୍କର କାମ କଣ? ସେ ଜାଲକୁ ସଜାଡିବା। ୟାଙ୍କୁ ପ୍ରଭୁ ଡାକିଲେ ଆଉ ଆଶ୍ଚର୍ଯ୍ୟ ଭାବରେ ବ୍ୟବହାର କରୁଛନ୍ତି। ଆପଣ ଯେତେବେଳେ ଯୋହନ ଲିଖିତ ସୁସମାଚାର ପଢିବେ, ଆପଣ ଜାଣିପାରିବେ ସେ ଈଶ୍ୱରଙ୍କୁ କେମିତି ପ୍ରକାଶ କରୁଛନ୍ତି। ମାଥ୍ୟୁ, ମାର୍କ, ଲୁକ ପଢିବା ସମୟରେ ଯୀଶୁଙ୍କୁ ଆପଣ ଭିନ୍ନ ଭାବରେ ଦେଖିବେ। ଯୋହନ ଯୀଶୁଙ୍କୁ ଈଶ୍ୱରଙ୍କ ଭାବରେ ଉପସ୍ଥାପନ କରୁଛନ୍ତି। ଗୋଟେ ପରଫେକ୍ଟ ଗଡ ଆଣ୍ଡ ପରଫେକ୍ଟ ମ୍ୟାନ ସେ ଉପସ୍ଥାପନ କରୁଛନ୍ତି। ତାପରେ ପତ୍ର ଗୁଡିକ ଲେଖୁଛନ୍ତି। ଆଉ ସବୁଠାରୁ ବଡ ବିଷୟ, ପ୍ରକାଶିତ ବାକ୍ୟ ତାଙ୍କ ଦ୍ୱାରା ଲେଖାଯାଉଛି। ପ୍ରକାଶିତ ବାକ୍ୟ, ଯଦି ପ୍ରକାଶିତ ବାକ୍ୟ ନଥାନ୍ତା ଆଜି ମଣ୍ଡଳୀର ଅବସ୍ଥା କଣ ହେଇଥାନ୍ତା? ପ୍ରକାଶିତ ବାକ୍ୟ ଅଛି ବୋଲି ଦୁଃଖ, କଷ୍ଟ, ନିନ୍ଦା, ତାଡ଼ନା ଆସିଲେ ମଧ୍ୟ ଆମେ ସହି ଯାଉଛୁ। କାହିଁକି? ପ୍ରକାଶିତ ବାକ୍ୟ ଅଛି। ଆମ ପାଇଁ ସ୍ୱର୍ଗ ଅଛି, ଆମ ପାଇଁ ଉତ୍ତମ ସ୍ଥାନ ଅଛି। ଏଇଟା କିଏ ଲେଖିଥିଲେ? ଏଇଟା ଯୋହନ, ସେ ମତ୍ସ୍ୟ ଜାଲ ସଜାଡୁଛନ୍ତି। ମୋର କହିବାର ଉଦ୍ଦେଶ୍ୟ, ଆପଣ ବିଭିନ୍ନ ପୃଷ୍ଠଭୂମିରୁ ହେଇଥିବେ, ପ୍ରଭୁ ଆପଣଙ୍କୁ ବ୍ୟବହାର କରିବେ। ଆମେ ଅନେକଙ୍କୁ ଦେଖୁଛୁ, ଜଣେ ବ୍ୟାଙ୍କରେ କାମ କରିକି ଆସିଛନ୍ତି, ଜଣେ ପୋଲିସ ବିଭାଗରେ କାମ କରିକି ଆସିଛନ୍ତି, ଆଜି ମଧ୍ୟ ପ୍ରଭୁ ସେମାନଙ୍କୁ ବ୍ୟବହାର କରୁଛନ୍ତି ଉତ୍ତମ ଭାବରେ। ସେ ଗୋଟେ ମ୍ୟୁଜିସିଆନ ହେଇଥିବ, ପ୍ରଭୁ ତାକୁ ଆଣି ବ୍ୟବହାର କରୁଛନ୍ତି। ପୃଷ୍ଠଭୂମି କଣ ବି ହେଇପାରେ, ପ୍ରଭୁ ଆଣି ସେମାନଙ୍କୁ ବ୍ୟବହାର। ମୋର ପ୍ରିୟ ଭାଇ ଭଉଣୀ ମାନେ, ଈଶ୍ୱର କେଉଁମାନଙ୍କୁ ବ୍ୟବହାର କରନ୍ତି ତା ଆଜି ଆମେ ବାକ୍ୟରୁ ଦେଖୁଥିଲୁ। ମିନିଷ୍ଟ୍ରିରେ କେଉଁମାନଙ୍କୁ ବ୍ୟବହାର କରନ୍ତି? ଆମେ ମଶାକୁ ଦେଖୁଥିଲୁ, ସେ ମିଶ୍ର ବିଦ୍ୟାରେ ଶିକ୍ଷିତ। ପ୍ରଭୁ ତାଙ୍କୁ ଆଣି ବ୍ୟବହାର କରୁଛନ୍ତି ତାଙ୍କ ଲୋକମାନଙ୍କୁ ଉଦ୍ଧାର କରିବା। ପ୍ରଭୁ ତାଙ୍କୁ ନିଯୁକ୍ତ କରୁଛନ୍ତି ଉଦ୍ଧାର କରିବା। ଆମେ ଦେଖୁଛୁ ଆମୋସ ଜଣେ ଗୋପାଳକ ଆଉ ଡିମ୍ବୁରି ବୃକ୍ଷର କୃଷକ ଥିଲେ, ତାଙ୍କୁ ଆଣି ପ୍ରଭୁ ବ୍ୟବହାର କରୁଛନ୍ତି। ପିତର ମାଛ ଧରିବା ଲୋକ ଥିଲେ, ତାଙ୍କୁ ଆଣି ମଣ୍ଡଳୀରେ ହଜାର ହଜାର ସଂଖ୍ୟାର ଲୋକ ପରିବର୍ତ୍ତନ ହଉଛନ୍ତି। ଆଶ୍ଚର୍ଯ୍ୟ ଭାବରେ ବ୍ୟବହାର କରୁଛନ୍ତି। କହୁଛନ୍ତି ନାଜରିତ ଯୀଶୁଙ୍କ ନାମରେ ଉଠ, ଚାଲ,
ସେ ଚାଲୁଛି। ତାଙ୍କର ଛାଇ ପଡିଲେ ଲୋକମାନେ ସୁସ୍ଥ ହେଇଯାଉଛନ୍ତି। ମାନେ ଆଶ୍ଚର୍ଯ୍ୟ ଭାବରେ ପ୍ରଭୁ ବ୍ୟବହାର କରୁଛନ୍ତି ଗୋଟେ ମାଛ ଧରିବା ଲୋକ। ପାଉଲ ଜଣେ ତମ୍ବୁ ନିର୍ମାଣକାରୀ, ତାଙ୍କୁ ପ୍ରଭୁ ଆଣି ବ୍ୟବହାର କରୁଛନ୍ତି ମଣ୍ଡଳୀ ନିର୍ମାଣକାରୀ ଭାବରେ। ଯୋହନକୁ ଆମେ ଦେଖୁଛୁ, ସେ ମତ୍ସ୍ୟ ଜାଲ ସଜାଡିବା ଲୋକ ଥିଲେ, ସେ ଜାଲ ସଜାଡୁଛନ୍ତି। ଆଉ ଏମିତି ଜଣେ ବ୍ୟକ୍ତିଙ୍କୁ ପ୍ରଭୁ କଣ କରୁଛନ୍ତି? ପ୍ରକାଶିତ ବାକ୍ୟ ଲେଖିବା ପାଇଁ। ମୁଁ ଆପଣମାନଙ୍କୁ ପୁଣି ଥରେ କହିବା ପାଇଁ ଚାହେଁ, ପ୍ରକାଶିତ ବାକ୍ୟ ଯଦି ନଥାନ୍ତା, ଆଜି ମଣ୍ଡଳୀ ଏତେ ତାଡନା ମଧ୍ୟରେ, ଏତେ କଷ୍ଟ ମଧ୍ୟରେ ସ୍ଥିର ରହି ପାରିନଥାନ୍ତା। ଆମେ ଜାଣୁ ଯେ ଯୀଶୁ ହଉଛନ୍ତି ସର୍ବବିଜୟୀ, ସେ ଶାନ୍ତିର ରାଜ୍ୟ ସ୍ଥାପନ କରିବେ, ଆପଣ ଲୋକମାନଙ୍କ ପାଇଁ ଉତ୍ତମ ସ୍ଥାନ ସେ ରଖିଛନ୍ତି। ଏଇଟା ଆମକୁ ପ୍ରକାଶିତ ବାକ୍ୟ ଜଣାଉଛି। ଆଉ ଏଇଟା ପ୍ରଭୁ କାହା ଦ୍ୱାରା? ଯେ ମତ୍ସ୍ୟ ଜାଲ ସଜାଡୁଥିଲେ ଏପରି ଜଣେ ବ୍ୟକ୍ତିଙ୍କୁ ପ୍ରଭୁ ସେବାରେ ଡାକିଥିଲେ। ପ୍ରଭୁ କାହିଁକି ଡାକିଛନ୍ତି ସେ ଜାଣିଛନ୍ତି। ବିଭିନ୍ନ ବ୍ୟକ୍ତିଙ୍କୁ ବିଭିନ୍ନ ସମୟରେ ସେ ବ୍ୟବହାର କରିଛନ୍ତି। ପ୍ରଭୁ ଆପଣ ମାନଙ୍କୁ ମଧ୍ୟ ବ୍ୟବହାର କରୁଛନ୍ତି ଆଉ କରିବେ। ଆଉ ପ୍ରଭୁ ଡାକିବା ସମୟରେ ଆପଣ ଆଚମ୍ବିତ ହୁଅନ୍ତୁ ନାହିଁ। ଯୀଶୁ ଯେବେ ସେବାରେ ଆସିଲେ ଲୋକ କଣ କହିଲେ? ଇଏ ତ ସେ ବଢେଇଟା। ଯୀଶୁକୁ ସେମାନେ ବଢେଇ ଭାବରେ ଦେଖିଛନ୍ତି। ଆଶ୍ଚର୍ଯ୍ୟ, ଏ ବଢେଇଟା କେମିତି ଏମିତି ହେଲା? ତ ଆପଣ ବି ଗୋଟେ ଛୋଟିଆ କାମ କରୁଥିବେ, ଛୋଟ ବ୍ୟବସାୟ କରୁଥିବେ, ପ୍ରଭୁ ଆପଣଙ୍କୁ ଆଣି ବ୍ୟବହାର କରିବେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ସେବା କାର୍ଯ୍ୟରେ ଆପଣ ଅନେକ ପ୍ରକାର ଲୋକମାନଙ୍କୁ ଦେଖିବେ। ପ୍ରଭୁ ବିଭିନ୍ନ ଭାବରେ ଲୋକମାନଙ୍କୁ ବ୍ୟବହାର କରିଛନ୍ତି, ଆଶ୍ଚର୍ଯ୍ୟ ଭାବରେ ବ୍ୟବହାର କରିଛନ୍ତି। ଆପଣଙ୍କୁ ମଧ୍ୟ ପ୍ରଭୁ ବ୍ୟବହାର କରୁଛନ୍ତି ଆଉ କରିବେ ଆଗାମୀ ସମୟରେ। ଲୋକମାନେ ଆଚମ୍ବିତ ହେବେ, ଇଏ କେମିତି ବକ୍ତା ହେଲା, ଇଏ କେମିତି ସେବକ ହେଲା, ଇଏ କେମିତି ପାଳକ ହେଲା, ଇଏ କେମିତି ବାଇବଲ ଶିକ୍ଷକ ହେଲା, ଇଏ କେମିତି ଗୋଟେ ମିଶନ ଲିଡର ହେଇଗଲା। ମୁଁ ଅନେକ ଲୋକଙ୍କୁ ଦେଖିଛି ଯେଉଁମାନେ ଆଜି ବଡ ବଡ ମିଶନର ଲିଡର ଅନାଥ ଅବସ୍ଥାରେ ଗୋଟେ ଗୋଟେ ହଷ୍ଟେଲରେ ଲାଳିତ ପାଳିତ ହେଇଛନ୍ତି, ଅଭାବ ଦେଇ ଯାଇଛନ୍ତି, ଭଲ ଖାଇବା ପାଇଁ ପାଇନାହାନ୍ତି, ଭଲ ପିନ୍ଧିବା ପାଇଁ ପାଇନାହାନ୍ତି। ଆଜି ସେମାନେ ଗୋଟେ ମିଶନର ବଡ ବଡ ଲିଡର ହେଇଛନ୍ତି ଆଉ ପ୍ରଭୁ ସେମାନଙ୍କୁ ବ୍ୟବହାର କରୁଛନ୍ତି, ଆଶ୍ଚର୍ଯ୍ୟ ଭାବରେ ବ୍ୟବହାର କରୁଛନ୍ତି। ଅନେକ ଡ୍ରାଇଭର କାମ କରୁଥିଲେ। ମୋର ଜଣେ ବନ୍ଧୁ, ସେ ମିଶନରେ ଆସିଲେ ଡ୍ରାଇଭିଂ କରିବା ପାଇଁ, ପଢିଥିଲେ ପାଠ, କିନ୍ତୁ ଚାକିରି ତ କୋଉଠି ମିଳୁନାହିଁ। ସେ କଣ କଲେ? ନାହିଁ, ଆସି ମିଶନରେ ଡ୍ରାଇଭିଂ କାମ ହେଲେ କରିବି। ସେ ଡ୍ରାଇଭିଂ କାମ କରୁ କରୁ ପରେ ସେ ପ୍ରଚାରକ ହେଲେ ଆଉ ଉତ୍ତମ ସେବକ ଭାବରେ କାମ କଲେ। ସେ ମୋ ସହିତ ସେ କାମ କରୁଥିଲେ, ଆମେ ସାଙ୍ଗରେ ରହିଛୁ। ଏତେ ସୁନ୍ଦର ଭାବରେ କାମ କଲେ, ବିଶ୍ୱସ୍ତ ଭାବରେ। ସେ ପ୍ରଭୁଙ୍କ କୋଳକୁ ଚାଲିଗଲେଣି। ମୁଁ କହିବା ପାଇଁ ଚାହେଁ ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ କେତେବେଳେ ବି କାହାକୁ ବ୍ୟବହାର କରିପାରନ୍ତି, ପ୍ରଭୁ ବ୍ୟବହାର କରନ୍ତି। ଏବେ ମଧ୍ୟ ମୁଁ ଅନେକଙ୍କୁ ଜାଣିଛି ଯେଉଁମାନଙ୍କୁ ପ୍ରଭୁ, ତେଣୁ ଆପଣ ମାନେ ତାଙ୍କର ବ୍ୟାକଗ୍ରାଉଣ୍ଡ ଶୁଣି ଆଚମ୍ବିତ ହେବେ ନାହିଁ। ଅନିସିମ କୋଉଠୁ ରକ୍ଷା ପ୍ରାପ୍ତ ହଉଛନ୍ତି? ଜେଲରୁ। ତାପରେ ପାଉଲ କହୁଛନ୍ତି, ଇଏ ତ ମୋର ଗୋଟେ ବିଶ୍ୱସ୍ତ ବନ୍ଧୁ, ଇଏ ଉତ୍ତମ ସେବକ, ଇଏ ବନ୍ଦୀ ଗୃହରୁ ତାଙ୍କୁ ସେ ଲାଭ କରିଛନ୍ତି। କିଏ କୋଉଠୁ ପରିବର୍ତ୍ତନ ହେଇ ଆସୁଛି? ଈଶ୍ୱର କେଉଁମାନଙ୍କୁ ବ୍ୟବହାର କରନ୍ତି? ଈଶ୍ୱର ସବୁ ପୃଷ୍ଠଭୂମିରୁ ଆସିଥିବା ଲୋକମାନଙ୍କୁ ବ୍ୟବହାର କରନ୍ତି। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିବେ।